ବାଉଁଶମୂଳି ଗ୍ରାମର 17 ବର୍ଷର ନାବାଳିକା ଅପହରଣକୁ 2 ମାସ ବିତି ଯାଇଥିଲେ ବି ଅପହୃତାର ପତ୍ତା ପାଉନି ପୁଲିସ। ବିରିଚକା ଗ୍ରାମର 9 ବର୍ଷର ନାବାଳିକା ଧର୍ଷଣ ମାମଲାକୁ କାହା ଚାପରେ ଚାପି ଦେଉଛନ୍ତି ବୈରୀ ଥାନା ବାବୁ। ପୀଡ଼ିତାଙ୍କ ପରିବାର ସହିତ ଆଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ନାବାଳିକା ଝିଅର ଅପହରଣର 2 ମାସ ପରେ ବି ଝିଅର ପତ୍ତା ମିଳୁନଥିବାରୁ ବିଚଳିତ ହୋଇପଡ଼ିଛନ୍ତି ପରିବାର। ବାରମ୍ବାର ଅଭିଯୋଗ ପରେ ପୁଲିସର ହାତ ଖାଲି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବଡ଼ଚଣା ବିଧାୟକଙ୍କ ଖୋଦ୍ ନିଜ ଗାଁ ଶାଳପଡ଼ାରେ। ତେବେ ବଡ଼ଚଣା ବ୍ଲକ ବୈରୀ ଥାନା ଅଧୀନ ଶାଳପଡ଼ା ପଞ୍ଚାୟତ ବାଉଁଶମୂଳି ଗାଁର ଚକ୍ରଧର ମହାରଣାଙ୍କ 17 ବର୍ଷର ଝିଅ ଅନ୍ନପୂର୍ଣ୍ଣା ମହାରଣା ନିକଟ ସାଇଲପଡ଼ା ଉଚ୍ଚ ବିଦ୍ୟାଳୟରେ +2 ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ନାବାଳିକା ଜଣକ ଗତ ଫେବୃଆରୀ 19 ତାରିଖରେ ଦ୍ୱିତୀୟ ବର୍ଷ ପରୀକ୍ଷା ଦେବା ପରେ ହଠାତ୍ ଆଉ ଘରକୁ ଫେରିନଥିଲେ। ପରିବାର ପକ୍ଷରୁ ବହୁତ ଖୋଜାଖୋଜି କରିବା ପରେ ଢେଙ୍କାନାଳ ଜିଲ୍ଲା ମନ୍ଦାର ନିକଟରୁ ନିଖୋଜ ନାବାଳିକାର ସାଇକେଲକୁ ପାଇଥିଲେ ମଧ୍ୟ କିଛି ଖବର ନ ପାଇ ନିରାଶ ହୋଇ ବୈରୀ ଥାନାରେ ନିଖୋଜ ହୋଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ ନିଖୋଜର ପ୍ରାୟ 1 ମାସ ପରେ ଗତ ମାର୍ଚ୍ଚ ମାସ 18 ତାରିଖରେ ଏକ ଅଜଣା ନମ୍ବରରେ ବାପା ଚକ୍ରଧରଙ୍କ ନିକଟକୁ ଫୋନ୍ ଆସିଥିଲା। ଫୋନ୍ରେ ଝିଅ ଅନ୍ନପୂର୍ଣ୍ଣା ପଦେ ଅଧେ ବାପା ବାପା ବୋଲି କଥା ହେଉ ହେଉ ଝିଅ ହାତରୁ ଫୋନ୍ଟିକୁ ଛଡ଼ାଇ ନେଇଥିବା ବାପା ଚକ୍ରଧର ଥାନାରେ ଅଭିଯୋଗ ଆଣିଛନ୍ତି। ଗତ ଫେବୃଆରୀ 21 ତାରିଖରୁ ବୈରୀ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ନିଜର କର୍ତ୍ତବ୍ୟ ସାରି ଦେଇଛି। ତେବେ ସେହି ଫୋନ୍ ନମ୍ବର ବାଉଁଶମୂଳି ଗାଁର ସାଗର ସେଠୀର ବୋଲି ଜଣାପଡ଼ିଥିବା ବେଳେ ପୋଲିସ ଖୋଜି ପାଉନାହିଁ କେମିତି, କାହା ଚାପରେ ଚପା ଯାଇଛି ଘଟଣାକୁ। ସେପଟେ ବୈରୀ ଥାନା ଅଧିକାରୀ ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟବେଳେ ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେ ରାଜ୍ୟ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପୀଡ଼ିତାଙ୍କୁ ଭେଟି ଆଲୋଚନା କରିଥିବା ବେଳେ ବିଧାୟକଙ୍କ ନିଜ ଗାଁ ଏବଂ ନାଙ୍କ ନିଶତଳେ ଏଭଳି ସମ୍ବେଦନଶୀଳ ଘଟଣା ଘଟୁଥିବା ବେଳେ ସ୍ଥାନୀୟ ପୋଲିସ ସାଜିଛି ବାହୁବଳୀଙ୍କ ନେତାଙ୍କ ହାତ ବାରିଶ, ଯାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ବଡ଼ଚଣାର ବୈରୀ ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାକୁ ନିନ୍ଦା କରାଯିବା ସହିତ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଝିଅ ନା ଅନ୍ନପୂର୍ଣ୍ଣା, ଆମ ଝିଅ କଲେଜ ଯାଇଥିଲା, ତାଙ୍କୁ କିଏ ନେଇଛି କି କ'ଣ କରିছে ଆମେ ପାଉନୁ ନା। ଥାନାରେ ଅଭିଯୋଗ କରିଛନ୍ତି? ହଁ, ଥାନାରେ ଅଭିଯୋଗ କରିଥିଲୁ, କିଛି ଶୁଣୁନାହାନ୍ତି। ମୋ ନାଁ ହେଉଛି ରଙ୍କନବୀ ମହାରଣା, ଘର ହେଉଛି ବାଉଁଶମୂଳି। ମୋ ଝିଆରୀ 21 ତାରିଖରୁ କୁଆଡ଼େ ଅପହରଣ କିଏ କରି ନେଇଯାଇଛି। ଆମେ ଖୋଜି ଖୋଜି ପାଉନୁ। ମୁଁ ନଥିଲି ବି, ମୁଁ ଥିଲି ବାହାରେ, ତା ବାବା ବି ନଥିଲା, ସେ ଯାଇକି ଅଛି ବାଲେଶ୍ୱରରେ। ମୁଁ ଆସିକି ଖୋଜି, ଝିଅକୁ ବୟସ 17। ତେଣୁ ମୁଁ ଆସିକି ଖୋଜି ଗାଁ ବଜାର ବଜାର କିଛି ପାଇଲୁନୁ। ତାପରେ କିଛି ସମୟ ଗଲା ପରେ 2-4 ଦିନ ପରେ ଖୋଜିଲା ପରେ ସେ ଅପହରଣ କରିଛି ବୋଲି ଖବର ପାଇଲୁ। ଗୋଟେ ଗାଡ଼ି ପାଇଲୁ, ତାଙ୍କର ଗାଡ଼ି ନେଇକରି ବୈରୀ ଥାନାରେ ଦେଲୁ। ସେଇ 21 ତାରିଖ ଦିନ ବି ସାଙ୍ଗେ ସାଙ୍ଗେ ନେଇକରି FIR ବି ଦେଇଛୁ। ଆମେ କିଛି ଦିନ ହେଲାଣି, ତା 18 ମାସକ ପରେ ସେ ଗୋଟେ ମୋବାଇଲରୁ ଫୋନ୍ କରିଥିଲା। ଫୋନ୍ କରିବା ପରେ ସେ ପଦେ ଅଧେ କହିଛି, ତାକୁ ଯେତେବେଳେ ପଦେ ଅଧେ କହିଛି ତା ସୁଇଚ୍ ଅଫ୍ ବନ୍ଦ କରିଦିଆଗଲା, ତାଠୁ ମୋବାଇଲ ଛଡ଼େଇ ନେଇଗଲା। ଆମେ ପୁରା ଦୁଃଖିତ, ବହୁତ ପ୍ରକାର ଖୋଜି ଖୋଜି କୋଉଠି ପାଉନୁ କି ସନ୍ଧାନ ପାଉନୁ। ସେଇ ମୋବାଇଲ ଦିନଠୁ ଆମ ଘରେ ଖିଆପିଆ ବି ନାହିଁ। ତେଣୁ ଆମେ ଚାହୁଁଛୁ କେମିତି ତାକୁ ଆମକୁ ଜିଲ୍ଲାବାସୀ କେମିତି ଆମକୁ ଉଦ୍ଧାର କରିକି ଆମକୁ ଟିକେ ଜଣେଇ ଦିଅନ୍ତୁ, କାହିଁକିନା ଆମେ ବହୁତ ଦୁଃଖିତରେ ଖୋଜି ଖୋଜି ପାଉନୁ। ଛୋଟ ପିଲାଟା, ତେଣୁ ଯେତେ ପ୍ରକାର ଆମେ ଯାହାକୁ ସାହାଯ୍ୟ ଚାହିଁଛୁ ଥାନାରେ FIR ଦେଇଛୁ, କିଛି ଖବର ଆମେ ପାଇପାରୁନାହୁଁ। ଜିଲ୍ଲାପାଳଙ୍କୁ ମୋର ଏତିକି ଅନୁରୋଧ, ଆମ ପିଲାକୁ ଟିକେ କୋଉଠି ଅଛି, କେମିତି ଅଛି, କି ଭଲରେ ଅଛି କି ମନ୍ଦରେ ଅଛି, ଆମକୁ ଟିକେ ଜଣେଇବାକୁ କେମିତି ଆପଣ ଟିକେ ସାହାଯ୍ୟ କରି ଆମକୁ ଏତିକି ଜଣେଇ ଦିଅନ୍ତୁ। ଆମେ ବଡ଼ ଦୁଃଖିତ, ଖାଇ ପିଇ ପାରୁନୁ କି ଶୋଇପାରୁନୁ। ଆମେ ବହୁତ ଦୁଃଖରେ, ଆମ ଛୁଆଟା କୋଉଠି ଅଛି, କେମିତି ଅଛି, ତାକୁ ଟିକେ ଉଦ୍ଧାର କରି ଆମକୁ ଟିକେ ପହଞ୍ଚେଇ ଦିଅନ୍ତୁ। ଆମର ଏତିକି ଅନୁରୋଧ ଆପଣମାନଙ୍କୁ, ଏତିକି ଜିଲ୍ଲାପାଳଙ୍କୁ ଏତିକି ଆମର ସମାଜସେବୀ। ନାଇଁ, ବିରୋଧ ଦଳ ଯୋଉ ଅଭିଯୋଗ କରୁଛନ୍ତି ତାଙ୍କ ବିରୋଧ କରିବା ସ୍ୱାଭାବିକ କଥା ଅଛି। ବିରୋଧ ଦଳ କାମ ତ ବିରୋଧ କରିବା, କିନ୍ତୁ ଯୋଉ ଖବରକାଗଜ ଇଲେକ୍ଟ୍ରୋନିକ୍ସ ମିଡିଆରେ ଯୋଉ ବିରୋଧର ଚର୍ଚ୍ଚା ଆସୁଛି, ସେ ଚର୍ଚ୍ଚାର କେତେ ପରିମାଣର ସତ୍ୟତା ଅଛି ତାର ସ୍ଥାନୀୟ ଯୋଉ ଆଇନ ଅଧିକାରୀ ମାନେ ରହିଲେ ତାକୁ ତର୍ଜମା କରିବା ଦରକାର। ବର୍ତ୍ତମାନ ସରକାରଙ୍କର ଲୋକପ୍ରିୟତା ବଢି ଚାଲିଛି। ଏ ଲୋକପ୍ରିୟତାକୁ ବଢିବାକୁ ଅନେକ ଲୋକ ହଜମ କରିପାରୁନାହାନ୍ତି, ଅନେକ ଲୋକ ବିଶ୍ୱାସକୁ ନେଇ ପାରୁନାହାନ୍ତି। କିନ୍ତୁ ଆପଣଙ୍କ ମାଧ୍ୟମରେ ଗୋଟେ କଥା ରଖୁଛି ଯେ ସରକାରଙ୍କର ଯୋଉ ବିଷୟ ଅଛି, ନ୍ୟାୟର କଥା ଅଛି ଯେ ସରକାର ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏ ବିରୋଧୀ ଦଳଙ୍କର ଯୋଉ ଅଭିଯୋଗ ମାନ ରହିଛି, ବିଭିନ୍ନ ପ୍ରକାର ଖବରକାଗଜ ଇଲେକ୍ଟ୍ରୋନିକ୍ସ ମିଡିଆରେ ଆସୁଛି,
ताकू स्थानीय जो प्रशासन मान रहिले से विरोधी दल मान सत्यतार परीक्षा करी तार दंड दोषी को दंड विधान करके यार निरीक्षण कले आ विरोधी दल कथा सामना को आसी परिबो ना। गाँव आमर जो बड़छणा निर्वाचन मंडली आम आसलु आमर सब लोकाल नेतृवृंद सागर कथाटा हूँ 7 दिन पूर्वर घटना घटला एपर्यंत आसामी आरेस्ट होनी एटा बड़ दुर्भाग्यजनक घटना। आम शुणुचु एठिकार किछि नेता जो माने शासन अच्छा से कन्स्पिरेसी रे थाना बाबू से आरेस्ट करना एटा हूँ पब्लिक ओपिनियन या आम दृढ़ भाव निंदा कर कारण गोटे समाज रे भल काम जोटा हूँ समर्थन करने दरकार जेहेतु एटा एकदम कदर्य काम गोटे छोट झील को धर्षण करा जाए एपर्यंत सी आरेस्ट है जो मैंने या समर्थन करुँच विशेष भाव में शासक जो मैंने शासक दल आम वर्चना करुँ निंदा करूँ से निवृत्त रहतु। बर्तमान आम एसपी कलेक्टर संगे कथबार्ता करूँ आम अतीतर थे आसलु बरी गोटे एमती केस होता से आमको आश्योरेंस देते पुनरावृत्ति घटना ना आम पचारू। बर्तमान कथाटा हूँ सारा ओडिशा रे गोटे ढिला शासन चली आगुरी गोटे ऑफिसर राज चलुला एबे गोटे ढिला शासन चलुची गणतंत्र ना रे एमाने गोटे ढिला शासन चलैकी राजा जो माने सब राजनेता अच्छा मंत्री माने अच्छा से माने ठीक भाव में घोड़ा को कंट्रोल करि पाउना घोड़ा ता मन रे ता इच्छा अनुसार दौड़ुची ताकू लगाम देवा कांग्रेस दल फैक्ट फाइंडिंग टीम आसी एवं या आमर सभापति भक्तचरण दास को आम जनइबू आज 4:30 गोटे प्रेस कॉन्फ्रेंस करके सारा ओडिशा को जनइबू। गाँव को आसीथिलु वर्तमान जहाँ देखिलु जहाँ लोक माने जहाँ कहउछंती से जहाँ तथ्य संग्रह करागला जे प्रकृत रे शासक दलर व्यक्ति विशेष माने ये जघन्य संवेदनशील अपराध को घंट घोड़ाइवा पे उद्यम कर गोटे घटना रे दोषी जेतिकी दायी ताकू जी घंट घोड़ाउची सी मध्य सेतिकी दायी जो माने शासन ने रहिचंती तांकर सबुठारु प्रथम कार्य होउची समाज को श्रृंखलित रखिया तेणु समाज को विशृंखलित कार्य जदि लिप्त रुहंती ताले कांग्रेस दल चुप रहिबो नाही। आज कांग्रेस दल फैक्ट फाइंडिंग टीम आछि काली मध्य कांग्रेस ए कथा को लेके अन्य रास्ता को जीव। बड़चणारू वेद प्रकाश नायकଙ୍କ रिपोर्टर टुडे।